ओम नमो भगवते वासुदेवाय। द्वाविंशोऽध्याय। श्रीभगवानुवाच कृष्ण कहन्ति वीर शुण ए मोर भक्ति लक्षण ज्ञान वैराग्य एथु जात एणु तत्त्वज्ञान प्राप्त ए मार्ग तेजी क्षीद्र पथे जे प्राणी भजन्ति जगते काम चञ्चल चित्ते राग एणु से करे नाना भोग से गतागत पथ भ्रमे जन्म मरण दुख श्रमे ताहार दुख मात्र सार केबे हें न तुटे संसार भक्ति जोग जे विचारे से दोष गुणहीन धरे जे दोष गुण कर्म जोगे विचार करि वेद मार्गे से वर्ण धर्म सुविचार से विधि जार अधिकार नियत कर्म विलंघने विचारी दोष वेद ज्ञाने उद्धव भक्ति जोगे मोर नाही निगमे अधिकार ए रूपे नाना गुण दोष निगम वचन प्रकाश सामान्य द्रव्य नाना भेद ब्राह्मणे विचारन्ति भेद सामान्य द्रव्य नाना भेद ब्राह्मणे विचारन्ति वेद एणु ए पंचभूत देहे विविध मते भाव रहे जे लोक हेतु व्यवहार विविध कल्पना विचार जे देश काल गुण द्रव्य मोहि विचार प्रभाव जे देश काल गुण द्रव्ये मोहि विचार प्रभावे कर्म विचारे प्रसिद्धि जे वा दोष गुण विधि जे देशे कृष्ण मृग सार न देखी विप्रभक्त वर से देशे पुण्य लेश नाही तहि नथिबा देह बही जे देश देशंकर सार तहि सुकर्म अधिकार कलिंग अंगबंग देश एनुहे संस्कार विशेष ऊषर भूमि देखी जहि से भूमि पवित्र नुहई एणु सुधा सुध विचारी विशुद्ध देशे कर्म करी विशुद्ध काले कर्म कले जे से कर्म फल धरे भले एणु अशुद्ध देशे काले कर्म करई जेबा बेळे ताहार कर्म फल नाही अशुद्ध दोषे नाश जाई एणु पंडित ज्ञान गुणे विशुद्ध देशे शुभ क्षणे विचारी कर्म से करन्ति अशुद्ध काल विवर्जन्ति एणु सकल द्रव्य गते विचारी शुद्धा शुद्ध चिते विशुद्ध द्रव्य घेनि काले कर्म साधन्ति ये सयळे जे द्रव्य जेणे शुद्ध होई शुण उद्धव मन देई केते हि द्रव्य ए सयळे पवित्र होन्ति शुद्ध जळे केते हि ब्राह्मण वचने पवित्र होन्ति विद्यमाने केते हि संस्कार विशेषे पवित्र होन्ति शुद्ध देशे केते हि अशुद्ध सहिते अशुद्ध होन्ति शास्त्र मते पतित जन जाहा छुई से द्रव्य अशुद्ध बोलाई केते हैं द्रव्य भिन्ने भिन्ने अशुद्ध अशुद्ध वचने केते हैं द्रव्य वृष्टि काले दूषित हुअन्ति सयळे
ସେ ପୁଣି ପବିତ୍ର ସମୟେ ସ୍ୱଭାବ ଗୁଣେ ଶୁଦ୍ଧ ହୁଏ। ଅଶୁଦ୍ଧ ଶୁଦ୍ଧ ଏହି ରୂପେ ବିଚାର କରି ବେଦ କଳ୍ପେ। ଅଶୋଚ କାଳେ ଦ୍ରବ୍ୟ ଯେତେ ଅଶୁଦ୍ଧ ହୁଅନ୍ତି ଶାସ୍ତ୍ର ମତେ। ଗ୍ରହଣେ ରବି ଚନ୍ଦ୍ର ଯେବେ ସର୍ବେ ପବିତ୍ର ହୁଅନ୍ତି ତେବେ। ବୃକ୍ଷ କାମିନୀ ଧାନ୍ୟ ଫଳେ ପବିତ୍ର ହୁଅନ୍ତି ଯଥା କାଳେ। ରବି କିରଣେ ଦ୍ରବ୍ୟ ତିନି ପବିତ୍ର ଅସ୍ଥି ଚର୍ମ ଭୂମି। ଧାତୁ ବିକାରେ ରସ ଦ୍ରବ୍ୟ ଅନେକ ପବିତ୍ର ଯେ ସର୍ବ। ଜଳ ଯେ ସନେ ଭୂମି ପଥ ତକ୍ଷଣେ ହୁଅନ୍ତି ପବିତ୍ର। ଗୋମୟ ଜଳ ସମାର୍ଜନେ ପବିତ୍ର ଚତ୍ୱର ଅଙ୍ଗଣେ। ମନୁଷ୍ୟ ଦେହେ ପଶି ଜଳେ ପବିତ୍ର ହୁଅନ୍ତି ସ୍ନାନ କାଳେ। ଶୌଚ ଯେ ତପ ସ୍ନାନ ଦାନ ଏ ସର୍ବ ପବିତ୍ର ବିଧାନ। ଯେତେ ବିବିଧ ପ୍ରକାରେ ପବିତ୍ର ବାହ୍ୟ କଳେବରେ। ମୋର ସ୍ମରଣ ଯେବେ କରେ ସେ ଶୁଦ୍ଧ ଅନ୍ତର ବାହାରେ। ସେ ସର୍ବ କର୍ମେ ଅଧିକାରୀ ଯେ ନିର୍ଦ୍ଦୋ ମୋ ନାମ ସୁମରି। ଗୁରୁ ବଚନେ ମନ୍ତ୍ରେ ତନ୍ତ୍ରେ ନ୍ୟାସ ଶୋଧନ ସର୍ବଗାତ୍ରେ। ମୋହର ନାମ ଉଚ୍ଚାରିଲେ ସକଳ ଶୁଦ୍ଧ ହୁଅନ୍ତି ଭଲେ। ଏମନ୍ତେ ଶୁଦ୍ଧ ତନୁ ଧରି ବିଶୁଦ୍ଧ ଦେଶେ କର୍ମ କରି। ପରମ ଧର୍ମ ଯେବେ ସାଧେ ମୋର ବଚନ ଅପ୍ରମାଦେ। ଏଣୁ ବିଶୁଦ୍ଧ କଳେବରେ ପବିତ୍ର ଦ୍ରବ୍ୟ ଘେନି କରେ। ଯଥାର୍ଥ ଫଳ ସେ ଲଭନ୍ତି ଯେବେ ମନ୍ତନ କରନ୍ତି। ସେ କର୍ମ ଅକର୍ମ ସଂଯୁକ୍ତ ତାହାକୁ ବୋଲି ବିପରୀତ। ସେ ଫଳ ବିପରୀତେ ପାଇ ଏଣୁଟି ଦୋଷ ଗୁଣ ନାହିଁ। ବିଧି ନିଷେଧ ବିଚାରଣେ ଏଣୁ ସମ୍ପାଦି ଦୋଷ ଗୁଣେ। ଯାହାର ଦୋଷ ଗୁଣ ଯେତେ ସହଜ ଆଚାର ସମସ୍ତେ। ଯେ ସାର କୂଳ ବ୍ୟବହାର ନ ଘଟେ ଦୋଷ ଗୁଣ ତାର। ଏଣୁ ଅଶୁଦ୍ଧ କର୍ମ ଦୋଷେ ଯାହାର ଚିତ୍ତେ ପାପ ମିଶେ। ସହଜେ ପାପ କର୍ମ କରେ ଯେ କର୍ମେ ପୂର୍ବ ପୁଣ୍ୟ ହରେ। ଦେହ ଅନ୍ତରେ ପାପ ଫଳେ ଜନ୍ମଇ ପତିତ ଚଣ୍ଡାଳେ। ନିନ୍ଦିତ ବୃତ୍ତିରେ ଜୀବନ ପୋଷଇ କରି ସୁରାପାନ। ସ୍ୱଭାବେ ପାପୀ ପ୍ରାଣୀଙ୍କର ନିନ୍ଦିତ ନୁହେଁ ଦୁରାଚାର। ପଙ୍କେ ପଡ଼ିଲେ ଯେହ୍ନେ ପ୍ରାଣୀ ପଙ୍କିଳ ବୋଲି ତାକୁ ଗଣି। ଏଣୁ ଏ କର୍ମର ସକାଶେ ବନ୍ଧନ ଫେଡ଼ିଲା ବିଶ୍ୱାସେ। ଏଣୁ ନିର୍ମଳ କର୍ମ ଗୁଣ ଅଶେଷ ଦୋଷ ନିବାରଣ। ଶୁଣ ଉଦ୍ଧବ କହୁ ତୋତେ ବିଷୟ ଧ୍ୟାନ ଯାର ଚିତ୍ତେ। ବିଷୟ ଭୋଗେ ସେ ବନ୍ଧନ ବଢ଼ଇ କାମ କର୍ମେ ମନ। କାମ ଜନ୍ମିଲେ ତାର ଫଳ ବଢ଼ଇ ବିଷୟ କନ୍ଦଳ। କନ୍ଦଳୁ କ୍ରୋଧ ହୁଏ ଜାତ ଏଣୁ ଏ ଜ୍ଞାନ ହୁଏ ହତ। ହୃଦରେ ତମ ଗୁଣ ମିଶେ ତାର ଚେତନା ବଳେ ଧ୍ୱଂସେ। ଚେତନା ହତେ ହତ ଜ୍ଞାନ ତେବେ ଶରୀର ହୁଏ ଶୂନ୍ୟ। ବୁଦ୍ଧି ବିହୀନ ମୂଢ଼ ଜନ ସେ ହୁଏ ମୂର୍ଚ୍ଛିତ ସମାନ। ପଞ୍ଚଇ ମୃତ ପିଣ୍ଡ ପ୍ରାୟେ ନ ହୁଏ ଜ୍ଞାନ ତା ଉଦୟେ। ବୃକ୍ଷର ପ୍ରାୟ ସେ ଜିଅଇ
ପାପ ବଳକଳ ମଧ୍ୟ ଥାଇ ବିଷୟ ସଙ୍ଗେ ଏତେ ଗୁଣ ଉଦ୍ଧବ ସାବଧାନେ ଶୁଣ। ଏଣୁ ଏ ନିଗମ ବଚନେ ଯେ ଫଳ ସ୍ତୁତି ଶୁଣି କନେ ତାର ଶ୍ରବଣ ମାତ୍ର ସାର କେବେହେଁ ନୁହେଁ ଭବୁ ପାର। ନ ଲଭେ ପରିତ୍ରାଣ ଗତି ବେଦ ବଚନେ ଫଳ ଚିନ୍ତି ବେଦର ତତ୍ତ୍ୱ ସେ ନ ଜାଣେ ସେ ଫଳ ସ୍ତୁତି ପରିତ୍ରାଣେ। ରୋଗ ବିନାଶ ହେତୁ ଯେହ୍ନେ ଔଷଧ ବୈଦ୍ୟର ବଚନେ ଖଣ୍ଡସାକର ହସ୍ତେ ଘେନି ପୁତ୍ରଙ୍କୁ ଯେସନେ ଜନନୀ। ବୋଲଇ ମଧୁର ବଚନ ଏହା ତୁ ବେଗେ କର ପାନ ଏ ଖଣ୍ଡ ଦେବି ତୋତେ ମୁହିଁ ଭକ୍ଷଣ ନ କଲେ ନ ଦେଇ। ନାନା ପ୍ରକାରେ ପ୍ରବର୍ତ୍ତାଇ ପୁତ୍ରକୁ ମାତା ପ୍ରାୟ ହୋଇ ବେଦ ବଚନେ ଏହି ମତେ ମୂର୍ଖକୁ ଭଣ୍ଡାଇ ଜଗତେ। ଏଣୁ ଯେ କଳ୍ପଇ ଜଗତେ ବେଦ ବଚନ କର୍ମ ପଥେ ଭ୍ରମଇ ଧନ ଦ୍ୱାରା ସୂତେ ଆତ୍ମାର ହୃଦୟ ନିରତେ। ଯେ ଧନ ସୂତ ପରିବାର ଅନର୍ଥ କାରଣ ବ୍ୟଭାର ଏଣୁ ସକଳ ପ୍ରାଣୀ ଚିତେ ଆକୁଳ ହୃଦୟ ନିରତେ। ଭ୍ରମଇ ମାୟା ଜଡ଼ ଘୋରେ ଆତ୍ମାର ଗତି ନ ସୁମରେ ଆକୁଳ ଭାବ ମନେ ଚିନ୍ତି ନିଗମ ମାର୍ଗେ ସେ ଭ୍ରମନ୍ତି। ଏ ବେଦ ଅର୍ଥ ଯେବେ ଜାଣେ ଚିତ୍ତେ ପଣ୍ଡିତ ପରିମାଣେ ତେବେ ସେ ଭ୍ରମଇ ସଂସାରେ ଜନ୍ମ ମରଣ ଦୁଃଖ ଘୋରେ। ଏଣୁ ଏ ପ୍ରାଣୀ ସୁପଣ୍ଡିତ ତତ୍ତ୍ୱ ନ ଜାଣେ ବେଦ ପଥ ପୁଷ୍ପକୁ ଫଳ ପ୍ରାୟେ ମଣି ସ୍ତୁତି ବଚନ ପରିମାଣି। ନିରତେ ଭ୍ରମେ ପୁଷ୍ପ ବାମେ ଫଳ ଭକ୍ଷଣ ଲୋଭ ଆସେ ନିରତେ ଭ୍ରମେ ପୁଷ୍ପ ବାସେ ଫଳ ଭକ୍ଷଣ ଲୋଭ ଆସେ। ଏଣୁ ଏ ଅଜ୍ଞାନ ବିବେକେ ଭ୍ରମଇ ଇହ ପର ଲୋକେ ତାହାର ଇଷ୍ଟ ଫଳ ସ୍ତୁତି ସେ ପ୍ରାଣୀ ମୋତେ ନ ଜାଣନ୍ତି। ବସଇ ପ୍ରାଣୀ ହୃଦଗତେ ଜୀବନ ରୂପେ ମୁଁ ସାକ୍ଷାତେ ମୋତେ ନ ଚିନ୍ତି ମୂଢ଼ ମତି ଅମୃତ ମଣେ ଫଳ ସ୍ତୁତି। ଏଣୁ ଭ୍ରମଇ ମାୟା ମୋହେ କେବଳ ଆକୁଳ ହୃଦୟେ ଉଦ୍ଧବ ଶୁଣ ତତ୍ତ୍ୱ ବହି ମୋର ସନ୍ମତ ମାର୍ଗ ଏହି। ତତ୍ତ୍ୱ ନ ବୁଝି ବେଦ ପଥେ ଫଳ ଭୁଜନ୍ତି କୁପଣ୍ଡିତେ ହିଂସା ନ ଛାଡ଼େ ଯେବେ ହୃଦେ ସ୍ତୁତି ବଚନ ଅନୁବାଦେ। ଯଜ୍ଞେହି ସନ୍ତି ପଶୁଗଣ ଅନାସ୍ଥା କରି ତତକ୍ଷଣ କେବଳ ପିତୃଯଜ୍ଞ କରି ଆନନ୍ଦେ ଭ୍ରମେ ଜୀବ ମାରି। ଭ୍ରମଇ ଇହ ପର ଲୋକେ ଦୃଷ୍ଟି ଶ୍ରବଣ ମାତ୍ର ଦେଖେ ଏହି କାରଣେ ଜୀବ ମାରି ଯେସନେ ଦ୍ୱିତୀୟ ଧନ ହାରି। ଧନରେ ଲୋଭେ ନିଜ ଧନ ଦ୍ୱିତୀୟରେ ହାରଇ ଯେସନ ସଂକଳ୍ପ କରେ ଧନ ନାଶ ଯେସନେ ବଣିଙ୍କର ଆଶ। କିଣଇ ନିଜ ଧନ ଦେଇ ଅଧିକ ଆସେ ଲୋଭ ବହି ରଜତାମସ ଗୁଣ ବହି ଅଜ୍ଞାନେ ଚେତନା ହରାଇ। ବାସବ ଆଦି ଦେବଗଣେ ଭୁଞ୍ଜନ୍ତି ଯଜ୍ଞ ଅନୁକ୍ଷଣେ ସ୍ୱର୍ଗପଦକୁ ଇଚ୍ଛା କରି ଆତ୍ମାର ଗତି ନ ସୁମରି। ନାନା ପ୍ରକାରେ ଲୋଭ ଚିତ୍ତେ ପିତୃଦେବତା ପୂଜେ ନୃତ୍ୱେ ସ୍ୱର୍ଗେ ବସଇ ଦିନା କେତେ ପୁଣିହି ସ୍ୱର୍ଗ ଭୋଗ ଅନ୍ତେ। ପୁଣି ଜନ୍ମିବ ମହିସ୍ଥଳେ ଧନ ସମ୍ପଦ ମହାକୁଳେ ଉତ୍ତମ ପୁରେ ସ୍ୱର୍ଗ ପ୍ରାୟେ ପୁଣି ଭଞ୍ଜଇ ନର ଦେହେ।
ଏହି ପ୍ରକାରେ ମନ ଧରି ପଶୁକୁ ହିଂସେ ଯତ୍ନ କରି ପୁଷ୍ପର ଠାଳେ ଫଳ ବୁଦ୍ଧି ଏଘେନି ଭ୍ରମେ ନିରବଧି କର୍ମ ଆକୁଳ ଲୋଭେ ଜଡ଼େ ଏଣୁ ଭ୍ରମଇ ଚିତ୍ତ ଦୃଢ଼େ ଚିତ୍ତେ ସଂକଳ୍ପ ଲୋଭ ଭରେ ଗୁରୁ ବ୍ରାହ୍ମଣ ନିନ୍ଦା କରେ ମୋର ଭକତି ଆଉ ନାହିଁ ମୋ କଥା କନେ ନ ଶୁଣଇ ସ୍ତୁତ ଯେ କହେ ତିନି ଖଣ୍ଡ ଯଜ୍ଞେ ଦେବତା ପିତୃକାଣ୍ଡ ଯେ ଦେବ କର୍ମ ଉତ୍ପତ୍ତି ପରମ ବ୍ରହ୍ମ ତାର ଗତି ବ୍ରହ୍ମା ପରୀକ୍ଷା ତାର ମୁଖେ ସେ ବେଦ କହୁଥାନ୍ତି ମୁଖେ ଜ୍ଞାନ ନ କହେ ସେ ସାକ୍ଷାତେ ଦେଖାଇ ଘର ଦ୍ୱାର ପଥେ ସେ ବେଦ ବ୍ରହ୍ମ ସର୍ବମୟେ ସ୍ୱଭାବେ ସମୁଦ୍ରର ପ୍ରାୟେ ଦୁର୍ବୋଧ ଗତି ଅଟେ ତାର ବେଦର ନାହିଁ ଅନ୍ତ ପର ଦେଖ ମୁଁ ସର୍ବେ ଅଛି ପୁରୀ ଅନନ୍ତ ଶକ୍ତି ରୂପ ଧରି ଜଗତ ମୋତହୁଁ ପ୍ରକାଶେ ଅନ୍ତେ ମୋହର ଦେହେ ମିଶେ ଏଣୁ ଅନନ୍ତ ବେଦ ଗତି ନାନା ପ୍ରକାରେ ଫଳ ସ୍ତୁତି ତାହାର ସ୍ଥୂଳ ସୂକ୍ଷ୍ମ ଗତି ଯେ ବୁଝି ପାରିବ ସୁମତି ଷଡ଼ଚକ୍ର ଭେଦି ଉଦୟ ଏଣୁ ବୋଲଇ ବ୍ରହ୍ମମୟ ବ୍ୟାପେ ପଞ୍ଚାଶ ବର୍ଣ୍ଣ ଭେଦେ ନାନା ପ୍ରକାରେ ସ୍ୱର ନାଦେ ଗାୟତ୍ରୀ ପଡ଼ନ୍ତି ଅନୁଷ୍ଟୁପ ଉଷ୍ଟିକ ବୃହତି ନିଷ୍ଟୁପ ନାନା ପ୍ରକାରେ ଛନ୍ଦ ଭାସେ କହଇ ବିବିଧ ଉଦ୍ଦେଶ୍ୟେ କିଏ ବା କହେ ବ୍ରହ୍ମ ମୁଖେ କିଏ ବା କଳ୍ପନା ବିପାକେ ଏମନ୍ତେ ବିବିଧ କଳ୍ପନା ଏ ବେଦ ବ୍ରହ୍ମାର ରଚନା କେ ଅଛି ବେଦ ବୁଝିବାରେ ଶରୀର ଧରି ଏ ସଂସାରେ ମୁହିଁ ସେ ବେଦ ତତ୍ତ୍ୱଜ୍ଞାତା ମୋତହୁଁ କେ ଅଛି ସମର୍ଥା ନାନା ପ୍ରକାରେ ନାନା ଭେଦେ ମୁହିଁ ଯେ ଅଛି ବେଦ ମଧ୍ୟେ ମୋତେ ସେ ନ କହେ ଜଗତେ ମାୟା ଦେଖାଉ ଥାଉ ନୃତ୍ୟେ ଏଣୁ ନ ବୁଝେ ବେଦ ଗତି ଅଜ୍ଞାନ ମୋହେ ଜଡ଼ ମତି ବୁଦ୍ଧି ବିଶେଷ ତର୍କ ବଳେ ନାନା କଳ୍ପିତ ଅନ୍ତ କାଳେ କହିଲେ ଯଶୋଦାର ସୁତ ନାନା ପ୍ରକାରେ ବେଦ ତତ୍ତ୍ୱ ସେ ହରି ଅଭୟ ଚରଣେ ପାମର ଜଗନ୍ନାଥ ଭଣେ ପାମର ବୁଦ୍ଧି ତୁଚ୍ଛ ଭାଷା କେବଳ କୃଷ୍ଣରେ ଭରସା ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ଏକାଦଶ ସ୍କନ୍ଧେ ବେଦତତ୍ତ୍ୱକଥनं ନାମ ତ୍ରୟୋଦଶୋऽଧ୍ୟାୟः। ଓಂ ନମୋ ଭଗବତେ ବାସୁଦେବାୟ।